ଅଭିବୃଦ୍ଧି କେମିତି ହେବ ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହେଇଛି। ଟ୍ରଷ୍ଟି ମଧ୍ୟ କାମ କରୁଛି। ନିଶ୍ଚିତ ଭାବରେ ଆମର ସରକାରୀକୁ ସାହାଯ୍ୟ ହେବ। ବିଭିନ୍ନ ଅଞ୍ଚଳ ଏମାନେ ବୁଲି ବୁଲି ରିସର୍ଚ୍ଚ କରୁଛନ୍ତି। ତାଙ୍କର ହାତୀମାନେ କେମିତି ଗାଁକୁ ପଳେଇ ଆସୁଛନ୍ତି, ଜଙ୍ଗଲରେ ନ ରହିକି ହାତୀମାନେ ଗାଁକୁ କେମିତି ପଳେଇ ଆସୁଛନ୍ତି, ବିସ୍ତୃତ ଭାବରେ ତାଙ୍କର ଫାଉଣ୍ଡର ଦେବବ୍ରତ ସ୍ୱାଇଁ ମହୋଦୟ ବିଭିନ୍ନ ଅଞ୍ଚଳ ବୁଲି ବୁଲିକି ରିସର୍ଚ୍ଚ କରୁଛନ୍ତି ଏବଂ ସେ ଭଲ କାମ କରୁଛନ୍ତି, ଯେଉଁଟାକି ଆପଣଙ୍କର ଯେଉଁ ବାଉଁଶ ମଞ୍ଜି ସବୁ ବିଭିନ୍ନ ଜଙ୍ଗଲରେ ସବୁ ପୋତା ଚାଲିଛି, ଏବେ ଲଗାଉଛନ୍ତି। ଗତ ବର୍ଷଠୁ ବି ଏ ବର୍ଷ ଅଧିକା ଲଗା ହେଇଛି। ନିଶ୍ଚିତ ଭାବରେ ହାତୀମାନଙ୍କର ଖାଦ୍ୟର ଅଭାବ ଯୋଗୁଁ ଗାଁକୁ ପଳେଇ ଆସୁଛନ୍ତି। ଯଦି ଜଙ୍ଗଲରେ ସେଇ ଯେଉଁ ବାଉଁଶ ଶାଳ ଜାତୀୟ ବାଉଁଶ ସବୁ ଯଦି ରହିବ, ନିଶ୍ଚିତ ଭାବରେ ହାତୀମାନେ ଖାଇବା ପାଇଁ ପାଇବେ ଏବଂ ଜଙ୍ଗଲରେ ରହିବେ। ଗଣେଶ ବାବୁ ଦେଖିବେ, ପୂର୍ବରୁ ହାତୀ ମୃତ୍ୟୁକୁ ନେଇ ଏନ୍ଜିଟି ଆପଣ ମଣିଷ ଫାଇନ୍ କରିଥିଲେ ବିଦ୍ୟୁତ୍ ବିଭାଗ ଓଡ଼ିଶା ସରକାରକୁ। ତାପରେ ମଧ୍ୟ ବିଦ୍ୟୁତ୍ ତାର ଲାଗି ହାତୀମାନେ ମରୁଛନ୍ତି। ତା ଉପରେ ସରକାର କ'ଣ ପଦକ୍ଷେପ ନେଉଛନ୍ତି? ଏବେ ନିରନ୍ତର ଭାବରେ ଆମେ 3 ମାସରେ କେମିତି ବିଭିନ୍ନ ଡିପାର୍ଟମେଣ୍ଟ, ଇଲେକ୍ଟ୍ରିକ୍ ଡିପାର୍ଟମେଣ୍ଟ, ରେଲୱେ ଡିପାର୍ଟମେଣ୍ଟ ଏବଂ ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ସହିତ କେମିତି କୋର୍ଡ଼ିନେସନ୍ ମାଧ୍ୟମରେ ଆମେ ଏଇ ଯେଉଁ ବିଭିନ୍ନ ପ୍ରକାର ହାତୀ ମୃତ୍ୟୁକୁ ନେଇକି ଆମେ ମିଟିଂ କରୁଛେ ଏବଂ ସେମାନଙ୍କୁ ମଧ୍ୟ ଆମେ ଜାଗୃତ କରୁଛେ। ଠିକ୍ ସମୟରେ ଯଦି ଆମେ ସମସ୍ତଙ୍କୁ ଜାଗୃତ କରିବା, କାହିଁକିନା ଏବେ ଆମର ଓଡ଼ିଶାରେ ବିଭିନ୍ନ ପ୍ରକାର ମାଇନିଂ ଆକ୍ଟିଭିଟି ଚାଲିଛି, NHI ରୋଡ଼ ସବୁ ଆସୁଛି, ଟ୍ରାନ୍ସମିଶନ୍ ସବୁ ଲାଇନ୍ ସବୁ ଯାଉଛି ଆସୁଛି। ତ ଏଇ ଯେଉଁ ପରିପ୍ରେକ୍ଷୀରେ ଆମର କିଛି ଜଙ୍ଗଲ ବି ନଷ୍ଟ ହେଉଛି ଏବଂ ହାତୀମାନେ ଠିକ୍ ତାଙ୍କର ବାଚସ୍ଥଳୀ ନ ପାଇକି ଗାଁକୁ ସବୁ ପଳେଇ ଆସୁଛନ୍ତି। ସେ ବିଷୟରେ ତାଙ୍କ ସହିତ ଆଲୋଚନା କରିକି ଆମେ କ'ଣ ଆର୍ଟିଫିସିଆଲି କାମ କରିଦେଇପାରିବା, ସେ ବିଷୟରେ ଆମେ ଏବେ ସରକାର ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛୁ। ଆଜ୍ଞା, ବିଗତ 10 ବର୍ଷରେ ଆପଣ ଯେଉଁଟା ଉତ୍ତର ରଖିଥିଲେ ଯେ 857ରୁ ଉର୍ଦ୍ଧ୍ୱ ହାତୀ ମରିଛନ୍ତି ବିଭିନ୍ନ କାରଣରୁ। ଆଗାମୀ ଦିନରେ ହାତୀମାନଙ୍କର ସୁରକ୍ଷିତ ଜୀବନଚର୍ଯ୍ୟା ହେଉ ବା ସେମାନଙ୍କର ବଂଶ ବିସ୍ତାର ହେଉ ଏବଂ ଜଙ୍ଗଲରେ ଯେଉଁ ପ୍ରକାର ସମସ୍ୟା ଭୋଗୁଛନ୍ତି ସାଧାରଣ ଜନବସତି ଆସୁଛନ୍ତି, ଏସବୁ ଗୁଡ଼ିକୁ କିପରି ଭାବରେ ଗୁରୁତ୍ୱ ସହ ନେଇଛି ବିଭାଗ ଏବଂ ଆଉ କ'ଣ କ'ଣ ସବୁ ମାଷ୍ଟର ପ୍ଲାନ୍ କରିଛନ୍ତି? ଯେମିତି AI କ୍ୟାମେରା ଲଗାଇଛନ୍ତି, ଆଉ କ'ଣ କ'ଣ ସବୁ ମାଷ୍ଟର? ସେଟା ମୁଁ କହିଲି ଅଲରେଡ଼ି ଆପଣମାନଙ୍କୁ ଯେ ବିଭିନ୍ନ ବିଭାଗର ଅବହେଳା, ଏଇଟା ହାତୀ ସୁରକ୍ଷା ଏବଂ ଅଭିବୃଦ୍ଧି କରିବାଟା ଗୋଟେ ଡିପାର୍ଟମେଣ୍ଟର କାମ ନୁହେଁ। ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ଏଲିଫେଣ୍ଟ କରିଡ଼ର ଗୁଡ଼ାକ ଠିକ୍ ହିସାବରେ ସମ୍ମାନ ଦେବ, ଏଲିଫେଣ୍ଟ କରିଡ଼ର ହିସାବରେ ରଖିବା ପାଇଁ ପଡ଼ିବ। ରେଲୱେ ଡିପାର୍ଟମେଣ୍ଟ ଆମର ଯାହା ଯାହା ସବୁ ବିଭିନ୍ନ ପ୍ରକାର ଗାଇଡ଼ଲାଇନ୍ ଅଛି, ହାତୀ ଯଦି ମୁଭମେଣ୍ଟ କରୁଛି ତାକୁ କେମିତି ୱାଚ୍ କରିବା ଏବଂ ଟ୍ରାନ୍ସମିଶନ୍ ଡିପାର୍ଟମେଣ୍ଟ, ଏନର୍ଜି ଡିପାର୍ଟମେଣ୍ଟ ସିଏ ସେଇ ଏରିଆର ଆଣ୍ଟି ସୋସିଆଲ ଲୋକମାନେ ଯେମିତି ଫାଶ ଲଗାଉଛନ୍ତି, ବିଭିନ୍ନ ଅନ୍ୟାନ୍ୟ ଜନ୍ତୁକୁ ମାରିବା ପାଇଁ ହାତୀ ସେଥିରେ ଫାଶରେ ପଡ଼ିଯାଉଛି, ଏଇଭଳିଆ ବିଭିନ୍ନ ତମାମ ସବୁ ପ୍ରୋବ୍ଲେମ୍ ଥାଏ। ତାଙ୍କୁ ଠିକ୍ ହିସାବରେ ଷ୍ଟ୍ରିମଲାଇଜ୍ କରିବା ପାଇଁ ଆମେ ବିଭିନ୍ନ ବିଭାଗକୁ ଅନୁରୋଧ କରୁଛେ ଏବଂ 3 ମାସ ଭିତରେ ମିଟିଂ କରିକି ମୁଭମେଣ୍ଟଟାକୁ କେମିତି ଆମେ ଷ୍ଟ୍ରିମଲାଇଜ୍ କରିବା ସେ। ଆଜ୍ଞା, ଶିମିଳିପାଳରୁ ଝାଡ଼ଖଣ୍ଡ ପଳାଯାଇଥିବା ଜିନ ବାଘୁଣୀ ଆଣିବା ପାଇଁ କ'ଣ ବ୍ୟବସ୍ଥା? ଏବେ ଆମ ଡିପାର୍ଟମେଣ୍ଟ ପୁରା କ୍ଲୋଜ୍ ମନିଟରିଂ କରୁଛି, ତାକୁ ଅନୁଧ୍ୟାନ କରୁଛି। ଆମର କିଛି ଷ୍ଟାଫ୍ ବି ଯାଇଛନ୍ତି ଅନୁଧ୍ୟାନ କରିବା ପାଇଁ। ସେ ଯେହେତୁ ଗୋଟେ ଚିଡ଼ିଆଖାନାରେ ଥିଲେ, ଏନକ୍ଲୋଜରରେ ଥିଲେ, ଜଙ୍ଗଲରେ ରଖା ହେଇଥିଲା, ସେ ଝାଡ଼ଖଣ୍ଡ ପଳେଇଛି। ତାକୁ କ୍ଲୋଜ୍ ମନିଟରିଂ କରୁଛି ବନ ବିଭାଗ। ଟ୍ରାଙ୍କୁଲାଇଜ୍ କରି ଅଣାଯିବା ପାଇଁ ବ୍ୟବସ୍ଥା? ସେମିତି ବ୍ୟବସ୍ଥା ବର୍ତ୍ତମାନ ସୁଦ୍ଧା କିଛି ହେଇନି। ଆମେ ଆଗାମୀ ଭବିଷ୍ୟତରେ ସେ ଅଞ୍ଚଳରେ ସେ ରହିପାରୁଛୁ କି ନାହିଁ ତାହେଲେ ବ୍ୟବସ୍ଥା କରିବା। ଗତିପଥ ନିରୀକ୍ଷଣ କରାଯାଉଛି? ଗତିପଥ ସବୁ ଆମର ଫରେଷ୍ଟ ଡିପାର୍ଟମେଣ୍ଟ ଫଲୋ କରୁଛି, କ୍ଲୋଜ୍ ମନିଟରିଂ କରୁଛି, କେଉଁ ଜାଗାକୁ ଯାଉଛି ସେ ମନିଟରିଂ କରୁଛି।